नमस्कार प्रिय दर्शक बंधु मोर एही चैनल संबित मोटिवेशनल लाइफ रे आपण मानंकु स्वागत ओ बंधु माने आजिर एही भिडियोटी आपणक पई अत्यंत आकर्षणीय एवं मजादार पर्सनालिटी रो एक टेस्ट अटे। आज आपणकर सम्मुखरे रही अछि तीनोटी अलगा अलगा फोटो। आपणकु केवल गोटिए काम करिबाकू पड़िबो। आपणकर मनकू शांत करंतु एवं एही तीनोटी फोटो मध्यरु केवल गोटिए फोटो ही बाछंतु। आपण जेउ फोटो बाछिबे सेही फोटो आपणकू कहीदेव 2026 मसीहारे आपणकर जीवन रे कौन कौन घटिबाकू जाउअछि। किंतु बंधु माने फोटो बाछिबा पूर्वरु किछि नियमावली रही अछि। जेपरिकी प्रथम नियम हेउअछि फोटो बाछिबा बेले अधिक चिंता करिबे नाही। द्वितीय नियम जेउ फोटो को आपणकर मन प्रथमे कहिथिबो आपण सेही फोटो को ही बाछंतु। तृतीय नियम यह एक साधारण मनोरंजन रो टेस्ट अटे, तेणु एहाकू मजारे देखंतु नाही। एबे स्क्रीन रे आपण देखि पारुथिबे तीनोटी फोटो। प्रथम फोटो, द्वितीय फोटो एवं तृतीय फोटो। एबे भल करी देखंतु एवं मनरु गोटिए फोटो बाछंतु। मु एथिपाई आपणकू केवल 5 सेकेंड रो समय देउअछि। आशा करुछि आपण गोटिए फोटो निश्चित भावरे बाछि नेइछंती। एबे वर्तमान सुधा चलंतु जानिबा आपणकर बाछिथिबा फोटो आपणकू 2026 विषय रे कौन कौन कहूअछि। तो सांग माने जदि आपण फोटो नंबर 1 को बाछिछंती तेबे एहार अर्थ हेउछि 2026 वर्षटी आपणक पई एक नूतन आरंभर वर्ष हेबो। एही वर्ष रे आपणकर जीवन रे अनेक प्रकार नूतन सुजोग आसी पारे। होई पारे आपणकर जीवन रे गोटिए नूतन कार्य आरंभ हेबो। नूतन जॉब मध्य मिली पारे। नाहिले नूतन व्यवसाय मध्य आरंभ होई पारे। किछि लोकंक पई 2026 वर्षटी जीवनर एक बड़ परिवर्तन मध्य आनी देई पारे। होई पारे आपण नूतन घर को जिबे, नूतन स्थान को जिबे, नूतन लोकमानंक सहित मध्य निजर परिचय बनैबे। एही वर्ष रे आपणकर आत्मविश्वास एते मात्रा रे बढ़िबो जे आपण जेउ कार्य करिले मध्य सेही कार्य रे आपणकर लक्ष्य निश्चित भावरे साधन हेबो। आपण जेउ काम को दीर्घ दिन धरी भाबुथिले
ବର୍ତ୍ତମାନ ସୁଦ୍ଧା ସେହି କାମଟି କରିବାର ସାହସ ମଧ୍ୟ ଆପଣଙ୍କ ପ୍ରତି ଆସିବ। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ସୁଯୋଗ ଆସିବ, କିନ୍ତୁ ତାକୁ ଧରିବା ହେଉଛି ଆପଣଙ୍କର କାମ। ଯଦି ଆପଣ ପରିଶ୍ରମ କରିବେ, ତେବେ 2026 ବର୍ଷଟି ଆପଣଙ୍କ ପାଇଁ ଏକ ସଫଳତାର ବର୍ଷ ହେବ। ତ ସାଙ୍ଗମାନେ, ଏହା ଥିଲା ଫଟୋ ନମ୍ବର 1। ଯଦି ଆପଣ ଫଟୋ ନମ୍ବର 2କୁ ବାଛିଛନ୍ତି, ତେବେ ଚାଲନ୍ତୁ ଜାଣିନେବା ଏହା ଆସୁଥିବା 2026ରେ ଆପଣଙ୍କର ଲକ୍ଷ୍ୟ କ'ଣ କ'ଣ ସାଧନ କରିପାରୁଅଛି। ଯଦି ଆପଣ ଏହି ଫଟୋ ନମ୍ବର 2କୁ ବାଛିଛନ୍ତି, ତେବେ ଆପଣଙ୍କ ପାଇଁ 2026 ବର୍ଷଟି ବହୁତ ଭାଗ୍ୟବାନ ହେବାକୁ ଯାଉଅଛି ଏବଂ ଯେଉଁ କାର୍ଯ୍ୟ ପ୍ରତି ଆପଣ ବର୍ଷ ବର୍ଷ ଧରି ପରିଶ୍ରମ କରି ଆସୁଥିଲେ, ବର୍ତ୍ତମାନ ସୁଦ୍ଧା ସେହି କାର୍ଯ୍ୟଟି ଆପଣଙ୍କ ଦ୍ୱାରା ସମାଧାନ ହୋଇଯିବ। ଦୀର୍ଘ ଦିନ ଧରି ଆପଣ ଯେଉଁ କାମରେ ଅଟକି ଯାଇଥିଲେ, ସେହି କାମରେ ଏବେ ସଫଳତା ମିଳିପାରିବ। ଆପଣଙ୍କର ଜୀବନରେ ଧନ ସମ୍ବନ୍ଧୀୟ ସ୍ଥିତି ଭଲ ହୋଇପାରେ। କିଛି ଲୋକଙ୍କୁ ଅଚାନକ ଧନ ଲାଭ ମଧ୍ୟ ହୋଇପାରେ। ଏହି 2026ରେ ଆପଣଙ୍କ ପରିବାରରେ ଅନେକ ପ୍ରକାର ଖୁସି ଆସିପାରେ। କୌଣସି ଶୁଭ କାର୍ଯ୍ୟ ଯେପରିକି ବିବାହ, ନୂତନ ଘର, ନୂତନ କାମ ଏବଂ ଏପରିକି କିଛି କାର୍ଯ୍ୟ ମଧ୍ୟ ଘଟିପାରେ। କିନ୍ତୁ ଏହି ବର୍ଷରେ ଆପଣଙ୍କୁ ଗୋଟିଏ କଥା ନିଶ୍ଚିତ ଭାବରେ ଧ୍ୟାନ ରଖିବାକୁ ପଡ଼ିବ। ଆପଣ ସମସ୍ତ ଲୋକଙ୍କୁ ଅଧିକ ବିଶ୍ୱାସ କରିବେ ନାହିଁ। କେତେକ ଲୋକ ଆପଣଙ୍କର ସଫଳତାକୁ ଦେଖି ଈର୍ଷା କରନ୍ତି, ତ ଆଉ କେତେକ ଲୋକ ଆପଣଙ୍କର ସଫଳତାକୁ ଦେଖି ହସିବାକୁ ଲାଗନ୍ତି ଏବଂ ଆପଣଙ୍କୁ ଅନେକ କଥା ମଧ୍ୟ କହିଥାନ୍ତି। ତ ସାଙ୍ଗମାନେ, ଏଥିପାଇଁ ଆପଣ କେବଳ ନିଜ କାମରେ ହିଁ ଧ୍ୟାନ ଦିଅନ୍ତୁ ଏବଂ ନିଜର କାମ ଏବଂ ପରିଶ୍ରମ ଦ୍ୱାରା ନିଜେ ହିଁ ଆଗକୁ ବଢ଼ନ୍ତୁ। କହିବାକୁ ଗଲେ ଏହି ଦୁନିଆରେ ବା ସମାଜରେ ଯଦି ଆପଣ ଲୋକଙ୍କ କଥା ଉପରେ ଫୋକସ୍ ରଖିବେ ନା, ତେବେ ଏହି ଆସୁଥିବା 2026 ବର୍ଷଟି ଆପଣଙ୍କ ପାଇଁ ଏକ ରାକ୍ଷସ ପାଲଟି ଯିବ। ତେଣୁକରି ଆପଣ କାହା ଉପରେ ମଧ୍ୟ ଧ୍ୟାନ ନ ରଖି ଆଗେଇ ଚାଲନ୍ତୁ। ଦେଖିବେ ଏହି 2026 ବର୍ଷଟି ଆପଣଙ୍କ ପାଇଁ ଏକ ନୂତନ ଉପହାର ଭେଟିଦେବ। ତ ସାଙ୍ଗମାନେ, ଏହା ଥିଲା ଫଟୋ ନମ୍ବର 2। ତ ଫଟୋ ନମ୍ବର 3 କ'ଣ କ'ଣ କହୁଅଛି ଆପଣଙ୍କର ଜୀବନ ଉପରେ। ଯଦି ଆପଣ ଏହି ଫଟୋ ନମ୍ବର 3କୁ ବାଛିଛନ୍ତି, ତେବେ 2026 ବର୍ଷଟି
ଆପଣଙ୍କ ପାଇଁ ଶିଖିବା ଓ ଆଗକୁ ବଢ଼ିବାର ବର୍ଷ ହେବ। ଏହି ବର୍ଷରେ ଆପଣଙ୍କୁ କିଛି ଚ୍ୟାଲେଞ୍ଜ ମଧ୍ୟ ଆସିପାରେ, କିନ୍ତୁ ସେହି ଚ୍ୟାଲେଞ୍ଜ ଗୁଡ଼ିକ ଆପଣଙ୍କୁ ଏତେ ମାତ୍ରାରେ ଶକ୍ତିଶାଳୀ କରିଦେବ ଯେ ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣଙ୍କର ଜୀବନରେ ଅନେକ ପ୍ରକାର ନୂତନ ଜିନିଷ ମଧ୍ୟ ଶିଖିବାକୁ ପାଇବେ। କିଛି ଲୋକଙ୍କ ପାଇଁ ଏହି ବର୍ଷଟି ଶିକ୍ଷା ଓ କ୍ୟାରିୟରରେ ଉନ୍ନତି ଆଣିପାରେ। ଆପଣ ଯଦି ଏବେ କଷ୍ଟ କରିବେ ନା, ତେବେ ଆଗାମୀ କିଛି ବର୍ଷରେ ବହୁତ ବଡ଼ ବଡ଼ ସଫଳତା ମଧ୍ୟ ମିଳିପାରେ। ଏହି ବର୍ଷରେ ଆପଣଙ୍କର ଧୈର୍ଯ୍ୟ ମଧ୍ୟ ପରୀକ୍ଷା ହେବ ଯେ ଆପଣ କେଉଁପରି ବ୍ୟକ୍ତି ଅଟନ୍ତି ଏବଂ ଆପଣଙ୍କର ଜୀବନର ଲକ୍ଷ୍ୟ କ'ଣ, ଆଉ ଆପଣ ଲୋକମାନଙ୍କ ପ୍ରତି କିଭଳି ଭାବରେ ବିଶ୍ୱାସ ରଖିଛନ୍ତି। ତ ଏହିପରି କିଛି ଧୈର୍ଯ୍ୟ ପରୀକ୍ଷା ହେବ। କିନ୍ତୁ ମନେ ରଖନ୍ତୁ, କଷ୍ଟ ପରେ ହିଁ ଆପଣଙ୍କୁ ସଫଳତା ମିଳିପାରେ। କୌଣସି ଲୋକଙ୍କୁ ଏହି ସମାଜରେ କୌଣସି କାର୍ଯ୍ୟରେ କଷ୍ଟ ଆସିବାକୁ ହେଲେ ପ୍ରଥମରେ ଭଗବାନ ତାକୁ ଏକ କଷ୍ଟର ପରୀକ୍ଷା ଦେଇଥାନ୍ତି, ଆଉ ସେହି ମନୁଷ୍ୟ ଯଦି ସେହି କଷ୍ଟରେ ସାମିଲ ହୋଇ ତାକୁ ସମାଧାନ କରିପାରିଲା, ତେବେ ନିଶ୍ଚିତ ଭାବରେ ସେ ହିଁ ସେହି ସଫଳତା ପ୍ରତି ବିଜେତା ହାସଲ କରିପାରିବ। ତ ଦର୍ଶକ ବନ୍ଧୁ, ଆପଣଙ୍କ ପାଇଁ ଏହି ଭିଡ଼ିଓଟି ବହୁତ ଆତ୍ମବିଶ୍ୱାସ ଅଟେ। ତେଣୁକରି ଆଜିର ଏହି ଭିଡ଼ିଓଟି ଦେଖିସାରିଲା ପରେ ଆପଣଙ୍କୁ କେମିତି ଲାଗିଲା ମୋତେ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଗୋଟିଏ କମେଣ୍ଟ କରି ଜଣାଇବେ। ଆଉ ହଁ, ଆପଣ ଏହି ଭିଡ଼ିଓର କମେଣ୍ଟରେ କେଉଁ ଫଟୋ ବାଛିଥିଲେ ମୋତେ 1, 2 ନା 3 ଏହି 3ଟି ନମ୍ବର ମଧ୍ୟରୁ କେବଳ ଗୋଟିଏ ନମ୍ବର ମୋତେ କମେଣ୍ଟ କରି ଜଣାଇବେ ଏବଂ ଆପଣଙ୍କର ମତ ଆମକୁ ନିଶ୍ଚୟ କୁହନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ମୋର ଏହି ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ରଖିଥାନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କର ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ତ ସାଙ୍ଗମାନେ, ରହିଲି। ଜୟ ଜଗନ୍ନାଥ।